ଜାଣିଛନ୍ତି ଭାରତର ଜଣେ ଏମିତି ମୁଖ୍ୟମନ୍ତ୍ରୀ ଅଛନ୍ତି ଯାହାଙ୍କ ପାଖରେ ନିଜର ଖଣ୍ଡେ ବି ଘର କିମ୍ବା ଗାଡ଼ି ନାହିଁ। ତିନି ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ ମଧ୍ୟ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସବୁଠାରୁ ଗରିବ। ନିକଟରେ ନିଜ ନାମାଙ୍କନ ପତ୍ରରେ ସେ ଯେଉଁ ସମ୍ପତ୍ତି ତାଲିକା ଦେଇଛନ୍ତି ତାହା ପୁରା ଦେଶକୁ ଆଶ୍ଚର୍ଯ୍ୟ କରିଦେଇଛି। ଆସନ୍ତୁ ଜାଣିବା ଏହି ନେତ୍ରୀଙ୍କ ସମ୍ପତ୍ତିର ପୁରା ହିସାବ କେତେ। ବନ୍ଧୁଗଣ, ଆଜିର ସମୟରେ ରାଜନୀତି କହିଲେ ଲୋକଙ୍କ ମନକୁ ପ୍ରଥମେ କ୍ଷମତା, ପଇସା, ବଡ଼ ବଡ଼ ବଙ୍ଗଳା ଏବଂ ଦାମୀ ଗାଡ଼ିର ଚିତ୍ର ଆସେ। ଗୋଟାଏ ଥର ବିଧାୟକ କିମ୍ବା ମନ୍ତ୍ରୀ ହେଲେ ନେତାଙ୍କ ସମ୍ପତ୍ତି କେମିତି ଆକାଶ ଛୁଆଁ ହେଇଯାଏ ତାହା ଆମେ ସମସ୍ତେ ଦେଖିଛୁ। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଜଣେ ନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ତିନି ଥର ଗୋଟାଏ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି, ଅଥଚ ତାଙ୍କ ନାଁରେ ନାଁ ଅଛି ଖଣ୍ଡିଏ ବଙ୍ଗଳା, ନାଁ ଅଛି ଗୋଟାଏ ବି କାର୍। ହଁ ଆଜ୍ଞା, ଆମେ କହୁଛୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଯାହାଙ୍କୁ ଲୋକମାନେ ଭଲ ପାଇବାରେ ଦିଦି ବୋଲି ଡାକନ୍ତି, ସେହି ମମତା ବାନାର୍ଜୀଙ୍କ ବିଷୟରେ। ନିକଟରେ ଭବାନୀପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିଜ ନାମାଙ୍କନ ପତ୍ର ଦାଖଲ କରିବା ସମୟରେ ସେ ନିଜ ସମ୍ପତ୍ତିର ଯେଉଁ ସତ୍ୟପାଠ ଦେଇଛନ୍ତି ତାହା ସାରା ଦେଶକୁ ଆଶ୍ଚର୍ଯ୍ୟ କରିଦେଇଛି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ 71 ବର୍ଷିଆ ମମତା ବାନାର୍ଜୀ ଦୀର୍ଘ ଦଶନ୍ଧି ଧରି ସକ୍ରିୟ ରାଜନୀତିରେ ରହିଛନ୍ତି। ସେ କେନ୍ଦ୍ରମନ୍ତ୍ରୀ ଠାରୁ ଆରମ୍ଭ କରି ତିନି ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଲେଣି। ତଥାପି ନିର୍ବାଚନ କମିଶନକୁ ଦେଇଥିବା ତଥ୍ୟ ଅନୁଯାୟୀ ତାଙ୍କ ନାଁରେ କୌଣସି ଆବାସିକ କିମ୍ବା ବାଣିଜ୍ୟିକ କୋଠା ନାହିଁ। ତାଙ୍କର କୌଣସି ଚାଷ ଜମି ମଧ୍ୟ ନାହିଁ। ଏମିତିକି ଯାତାୟାତ ପାଇଁ ନିଜସ୍ୱ କୌଣସି ଗାଡ଼ି ବା କାର୍ ମଧ୍ୟ ନାହିଁ। ସେ ଆଜି ବି କୋଲକାତାର କାଳିଘାଟ ଅଞ୍ଚଳରେ ଥିବା ଏକ ପୁରୁଣା ଟାଇଲ ଛପର ଘରେ ରୁହନ୍ତି। ତାଙ୍କର ସାଧାରଣ ଜୀବନଶୈଳୀ କେବଳ ଦେଖାଇବା ପାଇଁ ନୁହେଁ, ବରଂ ଏହା ଏକ ବାସ୍ତବିକତା ଯାହା ତାଙ୍କ ସମ୍ପତ୍ତି ତାଲିକାରୁ ପ୍ରମାଣିତ ହୋଇଛି। ତେବେ ତାଙ୍କ ପାଖରେ ମୋଟ କେତେ ସମ୍ପତ୍ତି ଅଛି? ରିପୋର୍ଟ ଅନୁଯାୟୀ ତାଙ୍କର କେବଳ କିଛି ବ୍ୟାଙ୍କ ବାଲାନ୍ସ ଏବଂ ହାତରେ ସାମାନ୍ୟ ନଗଦ ଟଙ୍କା ରହିଛି। ଗହଣା କଥା କହିବାକୁ ଗଲେ ତାଙ୍କ ପାଖରେ ମାତ୍ର 9 ଗ୍ରାମର ସୁନା ଅଳଙ୍କାର ଅଛି। ତାଙ୍କ ଆୟର ମୁଖ୍ୟ ଉତ୍ସ ହେଉଛି ତାଙ୍କ ଲିଖିତ ବହିରୁ ମିଳୁଥିବା ରୟାଲ୍ଟି ଏବଂ ବ୍ୟାଙ୍କ ଜମାରୁ ଆସୁଥିବା ସୁଧ। ସବୁଠାରୁ ବଡ଼ କଥା ହେଲା ମୁଖ୍ୟମନ୍ତ୍ରୀ ଭାବରେ ସେ ପାଉଥିବା ଦରମା ମଧ୍ୟ ସେ ନିଅନ୍ତି ନାହିଁ ବୋଲି ଅନେକ ଥର ପ୍ରକାଶ କରିଛନ୍ତି। ଯେତେବେଳେ ଦେଶର ଅଧିକାଂଶ ନେତା କୋଟି କୋଟି ଟଙ୍କାର ମାଲିକ, ସେତେବେଳେ ମମତାଙ୍କର ଏହି ନିରାଡମ୍ବରତା ଏବଂ ସଚ୍ଚୋଟତା ତାଙ୍କୁ ସମସ୍ତଙ୍କ ଠାରୁ ଅଲଗା କରିଥାଏ। ଏକବିଂଶ ଶତାବ୍ଦୀର ରାଜନୀତିରେ ଏଭଳି ସାଧାରଣ ଜୀବନଯାପନ କରୁଥିବା ନେତା ବିରଳ। ଗୋଟାପଟେ ନିର୍ବାଚନର କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ମମତା ବାନାର୍ଜୀ ନିଜର ଧଳା ଶାଢ଼ୀ ଏବଂ ହାୱାଇ ଚପଲରେ ସମଗ୍ର ବଙ୍ଗଳାର ମନ ଜିଣି ପାରିଛନ୍ତି। ତାଙ୍କର ଏହି ସମ୍ପତ୍ତି ତାଲିକା କେବଳ ଏକ କାଗଜପତ୍ରର ବିବରଣୀ ନୁହେଁ, ବରଂ ଏହା ଆଜିକାଲିର ଯୁବପିଢ଼ି ଏବଂ ଭବିଷ୍ୟତର ରାଜନେତାମାନଙ୍କ ପାଇଁ ଏକ ବଡ଼ ଉଦାହରଣ। କ୍ଷମତା ଏବଂ ପଦବୀ ଥାଇ ମଧ୍ୟ ସମ୍ପତ୍ତିର ମୋହଠାରୁ ନିଜକୁ ଦୂରେଇ ରଖିବା ପ୍ରକୃତରେ ଏକ ପ୍ରେରଣାଦାୟକ କଥା। ତେବେ ମମତାଙ୍କର ଜୀବନଶୈଳୀ ପ୍ରମାଣ କରେ ଯେ ଲୋକଙ୍କ ସେବା କରିବା ପାଇଁ ଅମାପ ଧନ ନୁହେଁ, ବରଂ ଏକ ସଚ୍ଚୋଟ ମନୋଭାବ ଏବଂ ହୃଦୟର ଆବଶ୍ୟକତା ରହିଛି।